ଭଗବାନ ନରସିଂହ ହିରଣ୍ୟକଶ୍ୟପର ବଧ କେମିତି କରିଥିଲେ? ଦେଖନ୍ତୁ, ହିରଣ୍ୟକଶ୍ୟପ ନାମକ ଜଣେ ଦୈତ୍ୟ ଥିଲା, ଯିଏକି ବର୍ଷ ବର୍ଷ ଧରି ଭଗବାନ ବ୍ରହ୍ମାଙ୍କ କଠୋର ସାଧନା କଲା ଓ ବର ମାଗିଲା। ଭଗବାନ ବ୍ରହ୍ମା ମଧ୍ୟ ତାହାକୁ ତଥାସ୍ତୁ କହିଦେଲେ। ବର ପାଇବା ପରେ ସେ ନିଜକୁ ଭଗବାନ ମାନିନେଲା ଓ ତା ଆଗରେ ଯିଏ ଭଗବାନଙ୍କ ନାମ ନେଉଥିଲା ତାକୁ ସେ ମୃତ୍ୟୁଦଣ୍ଡ ଦେଉଥିଲା। ସେତେବେଳେ ହିରଣ୍ୟକଶ୍ୟପର ପୁତ୍ର ପ୍ରହଲ୍ଲାଦ ଗୁରୁକୁଳ ଶିକ୍ଷା ପ୍ରାପ୍ତ କରି ଫେରିଲେ। ଦିନେ ହିରଣ୍ୟକଶ୍ୟପ ପ୍ରହଲ୍ଲାଦକୁ ପଚାରିଲା ଯେ ତୁମେ କାହାକୁ ଭଗବାନ ବୋଲି ମାନ? ତ ପ୍ରହଲ୍ଲାଦ କହିଲେ, ମୁଁ ଶ୍ରୀହରିଙ୍କୁ ମାନି। ଏଥିରେ ରାଗି ଯାଇ ପ୍ରହଲ୍ଲାଦକୁ ସେ କାରାଗାରରେ ବନ୍ଦୀ କରିଦେଲେ, ଏମିତିକି ସାପମାନଙ୍କ ଦ୍ୱାରା ଦଂଶନ କରାଇଲେ। ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ହିରଣ୍ୟକଶ୍ୟପ କେତେବେଳେ ପଥରରେ ତାଙ୍କୁ ବାନ୍ଧି ଦେଇ ପାହାଡ଼ ଉପରୁ ଠେଲିଦେଲା ତ ଆଉ କେତେବେଳେ ତତଲା ତେଲ କଢ଼େଇରେ ଛାଣିଲା। ଏମିତିକି ହାତୀର ପାଦରେ ମଡ଼ାଇ ମାରିଦେବାକୁ ମଧ୍ୟ ସେ ପଛଘୁଞ୍ଚା ଦେଇନଥିଲା। ଏମିତିକି ଶତ ଚେଷ୍ଟା ପରେ ମଧ୍ୟ ସେ ପ୍ରହଲ୍ଲାଦଙ୍କ କିଛି କ୍ଷତି କରିପାରିନଥିଲା। ଦିନେ ହିରଣ୍ୟକଶ୍ୟପ ତାର ଭଉଣୀ ହୋଲିକାର ସହ ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ଯୋଜନା କଲା ଓ ହୋଲିକା ପ୍ରହଲ୍ଲାଦଙ୍କୁ ନିଆଁରେ ଧରି ବସିଲା। ହୋଲିକା ନିଆଁରେ ଛାରଖାର ହୋଇଗଲା, କିନ୍ତୁ ପ୍ରହଲ୍ଲାଦଙ୍କର କିଛି ବି କ୍ଷତି କରିପାରିଲା ନାହିଁ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରହଲ୍ଲାଦଙ୍କୁ ହିରଣ୍ୟକଶ୍ୟପ ପଚାରିଲା ଯେ ତୋର ଭଗବାନ କେଉଁଠି ଅଛନ୍ତି? ପ୍ରହଲ୍ଲାଦ କହିଲେ, ମୋ ଭଗବାନ ତ ସବୁଆଡ଼େ ଅଛନ୍ତି। ଏହା ଶୁଣି ହିରଣ୍ୟକଶ୍ୟପ କହିଲା, କ'ଣ ତୋ ଭଗବାନ ଏଇ ଖମ୍ବରେ ଅଛନ୍ତି? ଏହା କହି ସେ ଖମ୍ବକୁ ପ୍ରହାର ଦେଲା। ତାହାର ଦୁର୍ନୀତି ସହି ନ ପାରି ଭଗବାନ ନରସିଂହ ସେଠିରେ ବିରାଜମାନ କଲେ। ହିରଣ୍ୟକଶ୍ୟପ ଯାହା ଯାହା କହିଥିଲା ସବୁ ତାର ବରକୁ ପୂରଣ କରି ଯେଉଁପରି ହିସାବରେ ସେ ମରିବାକୁ କହିଥିଲା ସେହିପରି ତାକୁ ମାରିଦେଲେ।